ବର୍ଣ୍ଣନା କୋଉଠୁ କରାଯାଇପାରେ। ଠାକୁର ଯାହା କହିଛନ୍ତି ସେ ଆଦିବାଗ ଯୋଉଠାରୁ ସୃଷ୍ଟି ହେଲା ତାଙ୍କ ବିଷୟରେ କୁହାଯାଇପାରେ ନା। ଯେଉଁଠାରୁ ସେ ମାତା ମନମୋହିନୀଙ୍କର ଯେତେବେଳେ ପିଲାବେଳେ ଈଶ୍ୱରଙ୍କ ପ୍ରତି ସେଇ ବ୍ୟାକୁଳତା ସ୍ୱପ୍ନ ଭିତରେ ନାମ ପାଆନ୍ତି ସେଠାରୁ ବି ତାଙ୍କ କଥା ଆରମ୍ଭ କରାଯାଇପାରେ ନା। ଯେଉଁଠାରେ ସେଇ ହଜାର ହଜାର ଧୀବର ସେଦିନ ଚାହିଁ ବସିଛନ୍ତି ଯେ କ'ଣ ହୋଇଛି ଏଇ ଜାଗାରେ, ସେଦିନ ପଦ୍ମା ଫୁଲି ଉଠୁଛି, ସେଦିନ ସେଇ ସମୟ ଆସିଛି ଯେଉଁ ସମୟରେ ସୂର୍ଯ୍ୟ ଚାହିଁ ବସିଛନ୍ତି ଯେ କେମିତି ମୁଁ ସେ ପ୍ରଭୁଙ୍କର ଜନ୍ମକୁ ଦେଖିବି। ଏବଂ ସମସ୍ତେ ଭାବୁଛନ୍ତି ସେଇ ସୂର୍ଯ୍ୟଙ୍କ ଭଳିଆ ଯେ ନିଆଁ ଜଳି ଉଠୁଛି ଆମର ମନମୋହିନୀ ଦେବୀଙ୍କ ଘରେ। ସେଇଠାରୁ ଯଦି ଆରମ୍ଭ କରାଯାଏ, କୋଉଠାରୁ ଆରମ୍ଭ କରାଯିବ ଠାକୁରଙ୍କର ସେ ଦୟାର କଥା? କୋଉଠାରୁ ତାଙ୍କୁ ଆମେ ଚିହ୍ନିବା? କାରଣ ସବୁ ସମୟରେ ସେ ସହଜ ସରଳ ଭାବରେ ଆସନ୍ତି, କିନ୍ତୁ ସେଦିନ ସେ ଜୋରଜାର ଝଟକା ଦେଇ କହୁଛନ୍ତି। ତାଙ୍କର ଯୋଉ ଲେଖନୀରେ ପ୍ରଥମ ଥର ଲେଖିଥିଲେ ଠାକୁର, ସେଠି ସେ କହୁଛନ୍ତି ବିଶ୍ୱ ଜୁଡେ ଦ୍ୱନ୍ଦ୍ୱରଣେ ফুটছি যে ভীম অগ্নিশিখা, সেইটি আমার বিজ্ঞাপনী হইছি ক্রমে রক্তে লেখা। পাপ দানবীর অত্যাচারে ডাকুছি যে নর ত্রাহি ত্রাহি, চিহ্ন সে যে মোর প্রকটে সন্দেহ সে তীরে বিন্দু নাই। নাই রে কুলে আয় তলিয়ায় নান্য কে আর দুঃখ ভোগে, ধর্ম সংস্থাপনার্থায় সম্ভবামি যুগে যুগে, সম্ভবামি যুগে যুগে। ଯାହାକି ଗୀତାରେ ସେଦିନ ଶ୍ରୀକୃଷ୍ଣ କହିଥିଲେ ସେ କଥାକୁ ପୁନର୍ବାର ସେ ଦେଉଛନ୍ତି। ଧର୍ମକୁ ପ୍ରତିଷ୍ଠା କରିବା ପାଇଁ ପ୍ରତ୍ୟେକଟି ସମୟରେ ପୁରୁଷୋତ୍ତମ ଆସନ୍ତି। ସେ ଦୟାକରି ଆମ ପାଖକୁ ଆସନ୍ତି, ଦୟାକରି ଆମକୁ ସେଇ ବାଟ ଶିଖାଇ ଦିଅନ୍ତି, କିନ୍ତୁ ଆମେ ସହଜ ସରଳ ଭାବରେ ତାଙ୍କୁ ବୁଝିପାରେ ନା। ଆମ ଜୀବନଟାକୁ ବ୍ୟଥାରେ ଆମେ ଚଳାଇ ଦେଇଥାଏ। ତାଙ୍କୁ ଜାଣିବା, ତାଙ୍କୁ ବୁଝିବା ଏତେ ସହଜ ନୁହେଁ, କାରଣ ତାଙ୍କର ଦୟା ନହେଲେ ତାଙ୍କୁ ବୁଝିବା ସମ୍ଭବ ନୁହେଁ। କାରଣ ସେ ଚାହିଁକି ଆମକୁ ତାଙ୍କର ସ୍ୱରୂପ ଦେଖେଇ ପାରନ୍ତି, କାରଣ ତାଙ୍କ ସାଙ୍ଗରେ ବୁଲୁଥିବା, ତାଙ୍କ ସାଙ୍ଗରେ ରହୁଥିବା ଲୋକ ବି ତାଙ୍କୁ ଜାଣିପାରି ନାହାନ୍ତି। ଆମେ ତାର ଦୃଷ୍ଟାନ୍ତ ଦେଖିଛେ ଯୁଗ ଯୁଗ ଧରି, କିନ୍ତୁ ଟିକିଏ ଭଲ ପାଇବା, ଟିକିଏ ଭକ୍ତିରେ ସେ ବନ୍ଧା ହୋଇ ଧରା ଦେଇ ଦିଅନ୍ତି। ଆଉ ସେ ଭଲ ପାଇବା ଭକ୍ତି ଆମ ଭିତରେ ଜାଗ୍ରତ କରିବାର ସମୟ। ଯଦି ମୋ ଭିତରେ ସେ ଫୁଟି ନ ଉଠନ୍ତି ତାହେଲେ ତାଙ୍କର ଆସିବାଟା ତ ବ୍ୟର୍ଥ ହବ, କାରଣ ସେ ତଥାକଥିତ କିଛି ସତ୍ସଙ୍ଗୀ ମାନଙ୍କ ପାଇଁ ଆସିନାହାନ୍ତି। ପୁରୁଷୋତ୍ତମଙ୍କୁ ଠାକୁରଙ୍କୁ କୋଶ୍ଚିନ୍ କରାଯାଉଛି ଯେ ସବୁବେଳେ ପୁରୁଷୋତ୍ତମ କାହିଁ ଏଇ ମାନେ ଭାରତ ବର୍ଷରେ ଆସନ୍ତି? କାରଣ ଏଇ ଦେବଭୂମିରେ ସେ ବାରମ୍ବାର ଏଇଥିପାଇଁ ଆସନ୍ତି କାରଣ ଆମେମାନେ ହିଁ ସେଇ ଯୋଗ୍ୟ। ତେଣୁ ଆମକୁ ସେଇ ଯୋଗ୍ୟତା ସମ୍ପନ୍ନ ମଣିଷ ହେବାକୁ ପଡ଼ିବ, କାରଣ ମୋ ଭିତରେ ହିଁ ସେ ପୂର୍ଣ୍ଣ ହେବେ। ସେ ଜଣେ ଗୁରୁ ଭାଇ, ଜଣେ ସତ୍ସଙ୍ଗୀ ପାଇଁ ଆସିନାହାନ୍ତି। ଈଶ୍ୱର ଯେତେବେଳେ ଆସନ୍ତି ସେ ସମସ୍ତଙ୍କ ପାଇଁ ଆସନ୍ତି। ପୁରୁଷୋତ୍ତମ ଆସନ୍ତି ଯେବେ ଇଷ୍ଟ ଆଚାର୍ଯ୍ୟ ସେହି ଗୁରୁ, ସେ ହିଁ ସବୁରି ଜୀବନ ଦଣ୍ଡ, ସେ ହିଁ ସବୁରି ଜୀବନ ମେରୁ। ପ୍ରତ୍ୟେକଟି ମଣିଷ କାହିଁକି, ପ୍ରତ୍ୟେକଟି ଗଛଲତା, ପ୍ରତ୍ୟେକଟି ପଶୁପକ୍ଷୀ ସମସ୍ତଙ୍କ ପାଇଁ ସେ ଆସିଥାନ୍ତି। ଆଉ ତାହା ତାଙ୍କ ଜୀବନରେ ହଜାର ହଜାର ଦୃଷ୍ଟାନ୍ତ ଅଛି। ତାଙ୍କର ଦୟାର କଥା କହିଲେ ଆମର ଜୀବନ କମ୍ ପଡ଼ିଯିବ। କାରଣ ଏ ଜାଗା ବହୁ ପବିତ୍ର ଜାଗା, ଯୋଉଟାକି ଭାଲିଆବାଡ଼ି ପାଖାପାଖି ବହୁ ଗୁରୁ ଭାଇମାନେ ଅଛନ୍ତି। ସବୁବେଳେ ଆମର ଚେଷ୍ଟା ରୁହେ, ଆମର ମଧୁ ଭାଇ ଅଛନ୍ତି, ସୀମାଞ୍ଚଳ ଭାଇ ଅଛନ୍ତି, ଆଉ ସମସ୍ତେ ଲାଗନ୍ତି, କିନ୍ତୁ ଆମେ ଏଠି ଆହୁରି ଆହୁରି ଲୋକମାନଙ୍କୁ ଠାକୁରଙ୍କ ପାଖକୁ ନେଇଯିବା। ଯୋଉଥରେ ପ୍ରୟାସରେ ବି ଆମର ଏଇ ମିଶ୍ର ଭାଇଙ୍କ ପରିବାର ସମସ୍ତେ, ଯେ ମୁଁ ସମସ୍ତଙ୍କୁ କେମିତି ଆହ୍ୱାନ କରିବି, ସମସ୍ତେ କେମିତି ଏମିତି ଆସିବେ, ସମସ୍ତେ କେମିତି ମୋ ଠାକୁରଙ୍କୁ ନେଇ ଚାଲିବେ, ସେଇ ବ୍ୟାକୁଳତା। ତେଣୁ ମୋ ଭିତରେ ବି ସେଇ ବ୍ୟାକୁଳତା ଆସିବା ଦରକାର। ମୁଁ ଯୋଉ ଜାଗାରେ ରହୁଛି ନା, ସେ ପରିବେଶଟା କେମିତି ଠାକୁରମୟ ହେଇ ଉଠୁ, ସେ ଜାଗାଟା କେମିତି ଠାକୁରମୟ ହେଇ ଉଠୁ। କାରଣ ଆମ ଜୀବନଟା ଗୋଟେ ଏମିତି ଜିନିଷ ନା, ଆମେ ସବୁବେଳେ ଅଷ୍ଟପାଶ ଭିତରେ ବୁଡ଼ି ରହିଛେ। ଆଚାର୍ଯ୍ୟ ଦେବଙ୍କ ଦାଦାଙ୍କର ସେଇ କଥା ମୋର ମନେ ପଡେ, ପିଞ୍ଜରା ଭିତରେ ଥିବା ପକ୍ଷୀ ବା ପିଞ୍ଜରା ଭିତରେ ଥିବା ବାଘ ପିଞ୍ଜରା ଛାଡିକି ଦୁନିଆକୁ ଦେଖିପାରେ ନା। ତେଣୁ ଆମକୁ ସେ ପିଞ୍ଜରା ଭିତରେ ରଖି ଛାଡିଛନ୍ତି ସେ ଅଷ୍ଟରିପୁ କାମ କ୍ରୋଧ ଲୋଭ ମଦ ମୋହ ମାଶ୍ଚର୍ଯ୍ୟ। ମୁଁ ୟାକୁ ଛାଡିକି ଦୁନିଆ ଦେଖିପାରେ ନା। ମୁଁ ଯୋଉଠି ଦେଖେ ମୋର ସେ ଭାବନା ପୂର୍ଣ୍ଣ ହେବାର ଦେଖେ। ମୋର କିଛି କାମନା ଥାଏ, ମୋର କିଛି ଭାବନା ଥାଏ ଯେ ମୁଁ ଏଠୁ କଣ ପାଇବି, ମୁଁ ଠାକୁରଙ୍କ ପାଖକୁ କଣ ପାଇବି, ମୋର ସମସ୍ୟାର କେମିତି ଠାକୁର ସମାଧାନ କରିବେ। ପ୍ରତ୍ୟେକଟି ମଣିଷ ଆମେ ସେୟା ଚାହେଁ ଯେ ପ୍ରଭୁ ମୋ କିଛି ପୂରଣ କରିଦିଅନ୍ତୁ, କିନ୍ତୁ ସେ ଆସିନାହାନ୍ତି ମୋର ସମସ୍ତ ଜିନିଷକୁ ପୂରଣ କରିବା ପାଇଁ। ସେ ଆସିଛନ୍ତି ମୋତେ ତାର କାଇଦା ଶିକ୍ଷା ଦେବା ପାଇଁ। ଆଚାର୍ଯ୍ୟ ଦେବଙ୍କର ସେଇ କଥା ମୋର ମନେ ପଡେ। ପାଟନାରେ ଯୋଉ କଥା କହିଥିଲେ, अगर एक इंसान पानी में डूब जाता है तो ठाकुर जी आए हैं उसको तैरना सिखाने के लिए, उसे पानी से बचाने के लिए नहीं आए हैं। कारण पानी रू बंचेले तो गोटे थर बंचई देबे, किंतु आपन जदि पहरा शिखाई देबे आपन केबे भी पानी रे डूबिबे नहीं। मो ठाकुर सेति पय आसीछंती प्रत्येकटी मनुष्य को योग्य करिवा पय, प्रत्येकटी मनुष्य भितर योग्यता को भरि देवा पय। किंतु मु जोर मोर थाळटा को बड़ न करे ना, ताले तांकर दया केबे पाई परिबे नाही। आचार्य देवंकर सेई कथा, मु जदि वर्षा को जाए गिना नेकी ताले गिना रे पानी आनिबी, ग्लास नै गले ग्लास रे पानी आनिबी, बाल्टी नै गले बाल्टी रे पानी आनिबी, आ हंडा नै गले हंडा रे पानी आनिबी, पोखरी खोली पोखरी रे पानी मोर भरि जीवो। तांको दया पाइबा पय हेले मते से योग्यता संपन्न पात्र होबा को पड़िबो। सबुळे आचार्य देव से कथा कहते, आपण समझ जानी पुराणा कथा
যে গোটে লোকটি যাଉଛି ଦୋକାନକୁ ଆଣିବ ତାର ତେଲ କାଞ୍ଚିରେ ସେତେବେଳେ ଆଣନ୍ତି ସେତେବେଳେ ଆଣିକି ଆସୁଛି ତେଲ ପଛରେ ତାଙ୍କୁ ମାଗୁଛି ଯେ ମତେ ଟିକେ ଲାଭ ଦେବେନି ସେ କହୁଛି କୋଉଠି ଲାଭ ନବ ଜାଗା ତ ନାହିଁ ଫୁଲ ହୋଇଯାଇଛି ନା ପଛଟାରେ ଓଲଟେଇ ଦଉଛି କାଞ୍ଚିର ପଛପଟେ ଟିକେ ଜାଗା ଥାଏ ଏଠି ମତେ ଲାଭଟା ଦିଅନ୍ତୁ ସେ ଦୋକାନ ସେଠି ଲାଭଟା ଦଉଛି ସେ ଧରି ଧରି ଆସୁଛି ବାଟରେ ଲୋକଟି ପଚାରୁଛି ଏ କଣ କରୁଛନ୍ତି ନା ଏଟା ବା ଲାଭଟା ଆଣିଛି ତ ମୂଳ କାହିଁ ଏପଟେ ଅଛି ମୂଳଟା ଓଲଟେଇଲା ଲାଭ ବି ଯାଉଛି ମୂଳ ବି ଯାଉଛି ଲାଭ ବି ଯାଉଛି ତେଣୁ ମୋର ପାତ୍ରଟା ଯଦି ଠିକ ନଥାଏ ତାହେଲେ ମୁଁ ତାଙ୍କ ଦୟାଟାକୁ କେବେ ପାଇପାରିବି ନାହିଁ ତେଣୁ ମୋ ଭିତରେ ତାଙ୍କୁ ଜୀବନ୍ତ କରିବାକୁ ପଡିବ ମୋ ଭିତରେ ସେ ପରିପୂର୍ଣ୍ଣ ହେବାକୁ ପଡିବ ଯଦି ମୋ ଭିତରେ ସେ ପରିପୂର୍ଣ୍ଣ ନ ହୁଅନ୍ତି କାରଣ ସେ ପର୍ଟିକୁଲାରଲି କାହା ପାଇଁ ଆସିନାହାନ୍ତି ଆପଣ ଭାବନ୍ତୁ ନାହିଁ ଯେ ମୁଁ ପ୍ରାୟ ଜାଗାରେ ଦେଖେ ସମସ୍ତଙ୍କର ଆମ ରୁହେ ଠାକୁରକୁ ଆମେ ଧରିଛେ ଆମର କିଛି ହେବ ନାହିଁ କିନ୍ତୁ ତାହା ଠାକୁର କ୍ଲିୟର କଟ୍ କହୁଛନ୍ତି ଯେ ଜାଣି ନାହିଁ ବରଂ ସେ ତରିଯିବ କିନ୍ତୁ ଯେ ଜାଣିକି ଭୁଲ କରୁଛି ସେ ତରିବାର ଚାନ୍ସ ନାହିଁ କାରଣ ଆମେ ମାନେ ତାଙ୍କର ଦୟା ପାଇଛେ ସେ ଆମକୁ କହିଦେଇଛନ୍ତି ଇଷ୍ଟବୃତ୍ତି ସ୍ୱସ୍ତିକ ସଦାଚାର ପଞ୍ଚନୀତି ଭିତରେ ସବୁ ଜିନିଷ କହିଦେଇଛନ୍ତି ଟିକନିକ କରି କହିଦେଇଛନ୍ତି ମୁଁ ଜାଣିବା ପରେ ବି ଯଦି ତାଙ୍କର ଦୟାକୁ ଅନୁଭବ ନ କରିପାରେ ତାହେଲେ ସେଟା ହଉଛି ଦୁଃଖର କାରଣ କିନ୍ତୁ ଯେ ଜାଣିନି ତା ପାଇଁ ବରଂ ରିଲାକ୍ସ ଥାଇପାରେ ତେଣୁ ମୁଁ ଯଦି ଭାବେ ଯେ ମୁଁ ଠାକୁରଙ୍କ ଦୀକ୍ଷା ନେଇଛି ଠାକୁରଙ୍କ ପାଖରେ ପ୍ରଣାମ ଥୋଇଦେବି ଠାକୁରଙ୍କୁ ଇଏ କରିଦେବି ମୋର ପୂର୍ଣ୍ଣ ହେଇଯିବ କିଛି ପୂର୍ଣ୍ଣ ହବାର ନାହିଁ ଏଠି କାରଣ ସେ ଆସିଛନ୍ତି ଆପଣଙ୍କୁ ଯୋଗ୍ୟ କରିବା ପାଇଁ ମୁଁ ଯୋଉଟା ପରିଶ୍ରମ କରିକି ପାଇବି ସେଟା ହିଁ ହଉଛି ମୋର ଯୋଗ୍ୟତା ସମ୍ପନ୍ନ କାରଣ ବିନା ଯୋଗ୍ୟତାରେ କୌଣସି ଜିନିଷ ପ୍ରାପ୍ତ ହବ ନାହିଁ ଯଦି ହୁଏ ତାଙ୍କ ସିଷ୍ଟମ ଭୁଲ ସୃଷ୍ଟିରେ ଏମିତି ହବାର ଚାନ୍ସ ନାହିଁ କାରଣ ଅଲଗା କୌଣସି ଜାଗାରେ ଟିକେ ପାତର ଅନ୍ତର ହେଇପାରେ କିନ୍ତୁ ଈଶ୍ୱରଙ୍କ ଜାଗାରେ ଏତେ ବି ଟିକେ ଭୁଲ ହବ ନାହିଁ ସେ ଯାହା ଯାହାକୁ ଦିଅନ୍ତି ନା ତାର ଯୋଗ୍ୟତା ଅନୁସାରେ ଦିଅନ୍ତି ତେଣୁ ମୋର ଗୋଟିଏ ମାତ୍ର ଜିନିଷ ହଉଛି ମୋ ଭିତରେ ଥିବା ଯୋଗ୍ୟତାକୁ ଜାଗ୍ରତ କରିବା ପାଇଁ ଆଉ ସେଇଟା ହିଁ ଠାକୁର ସତ୍ୟାନୁସରଣରେ କହୁଛନ୍ତି ଅର୍ଥ ମାନ ଯଶ ଇତ୍ୟାଦି ପାଇବା ଆଶାରେ ମତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ ସାବଧାନ ହୁଅ ଠକିଯିବ ତୁମର ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି ଠାକୁର ବି ନୁହନ୍ତି ଫାଙ୍କି ଦେଲେ ତାହା ହିଁ ପାଇବ ଠାକୁର ହିଁ କହୁଛନ୍ତି ସର୍ବଶ୍ରେଷ୍ଠ ଆମର ବ୍ୟକ୍ତିତ୍ୱ ହଉଛି ଠାକୁରତ୍ୱ ଜାଗ୍ରତ କରିବା କାରଣ ମୋ ଭିତରେ ସେ ଠାକୁରତ୍ୱ ଅଛି ମୋ ସତ୍ତା ଭିତରେ ସେ ଠାକୁରତ୍ୱ ଜୀବନ୍ତ ହେଇଅଛି ତାକୁ ସେ ଚିହ୍ନେଇ ଦେବା ପାଇଁ ଆସିଛନ୍ତି ଯୋଉଟା କି ଅବିନ୍ଦ ଏଥର କହୁଥିଲେ ଯେ ଆମମାନଙ୍କ ସମସ୍ତଙ୍କ ଭିତରେ ଠାକୁର ସତ୍ତାଟା ଅଛି ଆମେ ସେଟାକୁ ଜାଗ୍ରତ କରିବାକୁ ଆମକୁ ପଡିବ ଯଦି ମୁଁ ସେଟାକୁ ଜାଗ୍ରତ ନ କରେ ତାହେଲେ ଜିନିଷଟା ହେଇପାରିବ ନାହିଁ ତାଙ୍କର ଗୋଟେ କାହାଣୀ ଏବେ ପଢୁଥିଲି କାରଣ ଆମ ସେ କେମିତି ଜିନିଷଟାକୁ ଜାଗ୍ରତ କରନ୍ତି ସେ କହିଲେ ମତେ ଗୋଟେ ଥର ମୋର ଜଣେ ସେଟା ଅବିନ୍ଦ କହନ୍ତି ତାଙ୍କ ସାଙ୍ଗ ଜଣେ କହୁଛି ଆମର ପଚାରୁଛି ଗୋଟେ ଏମିତି ଯାଉଛନ୍ତି ଗୋଟେ ଟୁରରେ ହଠାତ୍ ଗୋଟେ ଜାଗାରେ ରହିଯାଇଛନ୍ତି ଗାଡିଟା ଯେତେବେଳେ ରହିଯାଇଛି ପରମ ପୂଜ୍ୟପାଦ ଅବିନ୍ଦଙ୍କ ବିଷୟରେ କହୁଛି ଆଚାର୍ଯ୍ୟ ଦେବଙ୍କର ଜ୍ୟେଷ୍ଠ ଆତ୍ମବନ୍ଧ ବର୍ତ୍ତମାନ ଯେ ସତ୍ସଙ୍ଗରେ ଡିପି ୱାର୍କର ପ୍ଲାବନକୁ ଛୁଟେଇଛନ୍ତି ମୁଁ ତାଙ୍କୁ ସେଠି ଗୋଟେ କୋଶ୍ଚିନ୍ କଲି ସେ ତାଙ୍କର ସାଙ୍ଗ ଜଣକ କହୁଛନ୍ତି ଯେ ଆପଣ ଆଜ୍ଞା ନାମଧ୍ୟାନ କରନ୍ତି କେତେ ସମୟ ନାମଧ୍ୟାନ କରନ୍ତି ସେ ଗାଡିରେ ଆମର ଯୋଉ ଅଛନ୍ତି ଆଇଆଇଟିର ପ୍ରଫେସର ଆମର ଲିଙ୍ଗରାଜ ସୌଦା ସିଏ ବି ଥିଲେ ତ ସେ ଅବିନ୍ଦା କହୁଛନ୍ତି କିଛି କହୁନାହାନ୍ତି ତାପରେ ଯେତେବେଳେ ପଚାରୁଛନ୍ତି ସେ କହୁଛନ୍ତି ମୁଁ ନାମଧ୍ୟାନରେ ବସେ ଗୋଟେ ଥର ଏମିତି ବସିଲି ନାମଧ୍ୟାନରେ ଯେ ଦିନେ 2 ଦିନ 3 ଦିନ 4 ଦିନ 6 ଦିନ ପର୍ଯ୍ୟନ୍ତ ବସିଛି ସେମିତି ମତେ ବାବା ଡାକିଛନ୍ତି ମା ଡାକିଛନ୍ତି ମୁଁ ଉଠି ନାହିଁ ସେମିତି ବସିଛି ତାପରେ 6 ଦିନ ପରେ ଦାଦୁ ମାନେ ଆଚାର୍ଯ୍ୟ ଦେବ ଦାଦା ଆସିକି ତାଙ୍କ କାନ୍ଧରେ ହାତ ମାରି କହୁଛନ୍ତି ଯେ ମୋର ଗୋଟେ ଛତାଟେ ଲାଗିବ ମୁଁ ବାହାରକୁ ଯିବି ବର୍ଷା ପାଇଁ କହିଲେ ତାପରେ ଯାଇକି ମୋର ଭାଙ୍ଗିଲା ଯେ ମୁଁ ଜାଣିଲି ଯେ ମୁଁ ବସିଛି ବୋଲି ନାମରେ ତ ତାଙ୍କ ଜିନିଷଟାକୁ ଆମେ ଫିଲ୍ କରିବା ଏତେ ସହଜ ନୁହଁ ଏଇଟା କାହାଣୀ ହଉଛି ବହୁତ ଦିନ ତଳର ଏବେ ତାଙ୍କର ବୟସ ହଉଛି 25-26 ତ ସେ ସମୟରେ ଭାବନ୍ତୁ ଯେ 6 ଦିନ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସଲି ବସି ପାରନ୍ତି ତାଙ୍କୁ ଆମେ କଣ ଫିଲ୍ କରିବା ତାଙ୍କ ବିଷୟରେ ଆମେ କଣ ଜାଣିବା ତେଣୁ ତାଙ୍କୁ ଆମେ ପରୀକ୍ଷା କରିବାକୁ ଯିବାନି ମୋ ଭିତରେ ବି ସେ ଯୋଗ୍ୟତାକୁ ମୁଁ ଉଦ୍ଭିନ୍ନ କରିବି କିନ୍ତୁ ଆମେ ସେଟା କରିପାରେ ନା ଆମେ ଆମ ଭିତରେ ସେଟାକୁ ମୂର୍ତ୍ତ କରିପାରେ ନା ତାଙ୍କର ଦୟା ତ ସବୁବେଳେ ଚାଲିଛି କାରଣ ସେ ଜାଣନ୍ତି କୋଉଠି ଘଟିବ କଣ ହବ ଆମକୁ ଲାଗେ ଯେ ଏଟା ଲୋକଟା ଏତେ ଆସୁଛି ଏତେ ଭକ୍ତି କରୁଛି ଏତେ ଭଲ ପାଏ ତାକୁ କାହିଁ ଦଉନା ଠାକୁର ଏଟା କାହିଁ ହଉନି ବିଭିନ୍ନ ପ୍ରକାର ସମସ୍ୟା ଆମ ମନ ଭିତରେ ଉଠି ଉଠେ କିନ୍ତୁ এই ସମସ୍ୟାର ପ୍ରକୃତ ସମାଧାନ ଆମେ ଜାଣିପାରେ ନା କାରଣ ସେ କାହାକୁ କଣ ଦିଅନ୍ତି ତାର ମାପକାଠି ସେ ଜାଣନ୍ତି ଭାଇ ଟିକେ ବସିବେ ସେ ସମସ୍ୟାର ମାପକାଠିଟା ସେ ଜାଣନ୍ତି ଆମେ ସେଟା ଜାଣେ ନା କାହାକୁ କଣ ଆବଶ୍ୟକ
କାରଣ ସେ ପ୍ରକୃତ ରୂପେ ସେଟା ଜିନିଷଟାକୁ ଜାଣିପାରନ୍ତି। ଆମେ ବାହାରୁ ବାହାରୁ ଦେଖେ, ଆମକୁ ଲାଗେ ଲୋକଟା ଏତେ ଜିନିଷ କରୁଛି, ତାର ଏଇଟା ଅସୁବିଧା ହେଇଗଲା, ତାର ସୁବିଧାଟା ହେଇଗଲା, ଆମେ ତାଙ୍କୁ ସେଟା ମାପି ଦିଏ। କିନ୍ତୁ ଆମକୁ ଜଜମେଣ୍ଟ କରିବାକୁ ସେ ଛାଡି ନାହାନ୍ତି। ଶ୍ରୀ ଶ୍ରୀ ଠାକୁର କାହାର କେତେବେଳେ କଣ ଆବଶ୍ୟକ ସେଟା ସେ କରାଇଛନ୍ତି, ଆଉ ତା ପାଇଁ ସେ ଆଚାର୍ଯ୍ୟ ପରମ୍ପରା ରଖି ଯାଇଛନ୍ତି। ଆଉ ଏଇଟା ମୁଁ ଅଙ୍ଗେ ନିଭେଇଛି, ବହୁତ ଜାଗାରେ ସେମିତି ମୁଁ ଦେଖିଛି। ଯେତେବେଳେ ଯୋଉଟା ଆବଶ୍ୟକ ସେଟା ସେ ପରିପୂରଣ କରିବେ। ଠାକୁରଙ୍କ ସମୟରୁ ତ ଏଟା ହେଇକି ଆସିଛି। ସେଦିନ ସେ କଥା ମନେ ପଡେ, ଯେତେବେଳେ ସେ ଦମ୍ପତି ଯାଉଛନ୍ତି ଠାକୁରଙ୍କ ପାଖକୁ, ଯାଇକି ଠାକୁରଙ୍କ ପାଖକୁ ପ୍ରଣାମ କରିବାକୁ ଯାଉଛନ୍ତି। ଭାଇ ଜଣକ ଯାଉଛନ୍ତି, ମା ଜଣକ ଟିକେ ଦୂରରେ ସଜନା ଗଛ ପାଖରେ ଠିଆ ହଉଛନ୍ତି। ଠାକୁର ଯୋଉଠି ବସନ୍ତି ଆପଣ ଦେଖିବେ, ବହୁତ ଦୂର ଆଗରେ ଗୋଟେ ସଜନା ଗଛ ଅଛି, ବହୁତ ଦୂର ଆଗରେ ଆରପଟେ ଥାଏ। ସେତେବେଳେ ତ ନଥିଲା କିଛି ବାଉଣ୍ଡରୀ ଫାଉଣ୍ଡରୀ, ସବୁ ଖୋଲା ଥିଲା। ମା ଟି ସନ୍ତର୍ପ କରୁଛନ୍ତି, ଯାଉନାହାନ୍ତି ପାଖକୁ, କାରଣ ଶାଢୀଟି ତାଙ୍କର ଚିରା ଫଟା, ଯାଇପାରିବେ ନାହିଁ, ଭଲ ଲାଗୁନି, ଏତେ ଲୋକ ବସୁଛନ୍ତି ସେଠି, କଣ ଯିବି, ଦୂରରୁ ଥାଇକି ଦେଖୁଛନ୍ତି। ଦୂରରେ ଆମର ତପୋବନ ବିଦ୍ୟାଳୟରେ ଆମର ଗାଙ୍ଗୁଲି ଦା, ଅଜିତ ଗାଙ୍ଗୁଲି ଦା ଦେଖୁଛନ୍ତି, ଭଲ ଭାବରେ ନିରୀକ୍ଷୁଛନ୍ତି ଯେ ମା ଜଣକ ଯାଉନାହାନ୍ତି ଠାକୁରଙ୍କ ପାଖକୁ, ତାଙ୍କର ଲୁଗାଟି ଚିରା ଫଟା ଅଛି। ଠାକୁର ତାଙ୍କୁ ଗୋଟେ ଲୁଗାଟେ ଦିଅନ୍ତେନି? ଟିକେ ସମୟରେ ଠାକୁର ଡାକୁଛନ୍ତି, ଅଜିତ ଗାଙ୍ଗୁଲି ଦା, ଦୌଡ଼ି ଯାଉଛନ୍ତି। ଠାକୁର ବୋଧେ ମୋ ମନ କଥା ବୁଝିଦେଲେ, ଯାଆନ୍ତୁ ଦିଟା ଭଲ ଲୁଗା କିଣି ଆଣିବେ ମାର୍କେଟରୁ। ଅଜିତ ଦା ଯାଇକି ଦିଟା ଲୁଗା ଆଣୁଛନ୍ତି, କିଣିକି ଆଣିକି ଠାକୁରଙ୍କୁ ଦଉଛନ୍ତି। ଠାକୁର ସାଙ୍ଗେ ସାଙ୍ଗେ ସେ ଲୁଗା ଦିଟା ଆଗରେ ବସିଥିବା ଜଣେ ମହିଷୀ ମହିଳା, ଯେ କି ପୁରା ଶାଢୀରେ ପରିପୂର୍ଣ୍ଣ, ପୁରା ଅଳଙ୍କାରରେ ପରିପୂର୍ଣ୍ଣ ଧନୀ ଲୋକ, ତାଙ୍କୁ ନେଇକି ଦିଟା ଲୁଗା ଦେଇ ଦଉଛନ୍ତି। ସେ ମା ନେଇକି ଯାଉଛନ୍ତି, ତାଙ୍କ ମନରେ ଦୁଃଖ ଯେ ସେ ମାଟାର ଚିରା ଫଟା ଲୁଗା ତାକୁ ଦେଲେନି ଲୁଗାଟା। ଏଠି ବସିଛି, ଲୋକର କିଛି ଅଭାବ ନାହିଁ, ଏତେ ଟଙ୍କାର ସୁନା ରୂପା ଲଗେଇଛି, ଏତେ ସୁନ୍ଦର ଶାଢୀ ପିନ୍ଧିଛି, ଏତେ ଧନୀ ଘର ଲୋକ, ମୁଁ ଏତେ କଷ୍ଟରେ ଯାଇକି ଆଣିଲି, ତାଙ୍କୁ ଦେଲେ ଲୁଗାଟି। ଟିକେ ସମୟ ପରେ ଠାକୁର କହୁଛନ୍ତି, ଗାମଲଦା ପୁଣି ଯାଆନ୍ତୁ, ଆଉ ଦିଟା ଲୁଗା ଆଣିବେ। ପୁଣି ଛୁଟୁଛନ୍ତି, ଆଉ ପାଖରେ ପଇସା ନାହିଁ, କାରଣ ସେ ସମୟର ଅବସ୍ଥା ଆପଣ ଜାଣନ୍ତି। ଗୋଟେ ଓଳି ଖାଇଲେ ଗୋଟେ ଓଳି ଖାଇବାକୁ ମିଳୁନଥିଲା ଆଶ୍ରମରେ। ପୁଣି ଯାଇକି ପୁଣି କୁଆଡୁ କଣ କରିକି ହଉ, ଠାକୁର ତ ମନମାଂସ ପୂର୍ଣ୍ଣ କରିବେ ବୋଧେ ଏଥରକ, ଦିଟା ଲୁଗା ପୁଣି କିଣିକି ଆଣୁଛନ୍ତି ବହୁ କଷ୍ଟରେ ଯୋଗାଡ଼ କରିକି ପଇସା। ଠାକୁର କହୁଛନ୍ତି, ଅଜିତ ଗାଙ୍ଗୁଲି, ସେ ପଛରେ ଥିବା ମାଙ୍କୁ ଜଣକୁ ନେଇକି ଦିଅନ୍ତୁ ଯୋଉଠି ଅଛି। ଅଜିତ ଦା ନେଇକି ଦଉଛନ୍ତି ଲୁଗା, ସେ ମାଟି ଜମା ହିଁ ନଉନାହିଁ ଲୁଗାଟି, ଯେ ମୋର ଲୁଗା ଲାଗିବ ନାହିଁ, ମୁଁ ଠାକୁରଙ୍କ ଠାରୁ କିଛି ନେବି ନାହିଁ। ସେଦିନର ସେଇ କଥା, ନେବାରେ ବଡେ ସ୍ୱାର୍ଥ ବୁଦ୍ଧି, ଦେବାରେ ପ୍ରୀତି ହୁଏ ଗାଢ। ମୁଁ ଟିକେ ବି ଠାକୁରଙ୍କ ଠାରୁ କିଛି ଗ୍ରହଣ କରିବି ନାହିଁ। ମୁଁ ଆସିଛି ଠାକୁରଙ୍କୁ ମନ ଭରି ଦେଖିବି, ମୋ ବାବାଙ୍କୁ ଟିକେ ମନ ଭରି ଦେଖିବି, ଆଉ ପଳେଇ ଯିବି। ମୋର ସେ ଲୁଗା ଲାଗିବ ନାହିଁ। ଯେତେ ସେ ଚେଷ୍ଟା କରୁଛନ୍ତି ବଡ ଦେବା ପାଇଁ, ସେ ମା ଜଣକ ନଉନାହାନ୍ତି। ଶେଷରେ ସେ ହାରି ଯାଇଛନ୍ତି ଏବଂ ଠାକୁରଙ୍କ ପାଖରେ ଆସି କହୁଛନ୍ତି, ସେ ମା ଜଣକ ଲୁଗାଟି ନେଲେ ନାହିଁ। ଠାକୁର ଟିକେ ହସି ଦଉଛନ୍ତି, ଅଜିତ ତାଙ୍କର ଭୁଲ ବୁଝିପାରୁଛନ୍ତି। ଠାକୁର କହୁଛନ୍ତି, ଯାହା କହିବୁ, ତୋର ବାବା ଦେଇଛି ଏ ଲୁଗାଟି ତୁ ନେ। ତାପରେ ଯେ ଅଜିତ ଦା କହୁଛନ୍ତି ଯେ ଠାକୁର କହିଲେ ତୋର ବାବା ଦେଇଛନ୍ତି ଏ ଲୁଗାଟି ତୁ ନେ। ସେ ମାଟି ତାପରେ ଲୁଗାଟି ନେଇକି ଆସିକି ପିନ୍ଧିକି ସୁନ୍ଦର ଭାବରେ ଠାକୁରଙ୍କୁ ପୁଣି ପ୍ରଣାମ କରୁଛି ଟିକେ ସମୟ ପରେ। ତେଣୁ କାହାର ଯେ କଣ ଭାବ, କାହାର ଯେ କେଉଁ ଭଲ ପାଇବା, ସେଟା ଶ୍ରୀ ଶ୍ରୀ ଠାକୁର ହିଁ ଜାଣନ୍ତି। ଆଉ ସେ ମାପକାଠିକି ଆମେ ଦେଖିବା ଦରକାର ନାହିଁ, କାରଣ ପୁରୁଷୋତ୍ତମ ଯେତେବେଳେ ଆସିଛନ୍ତି ସେ ସମସ୍ତ ଜିନିଷଟାକୁ ପରିପୂର୍ଣ୍ଣ କରନ୍ତି। ଆମ ପାଖରେ ସେଟା ଯାଦୁ ହୋଇପାରେ, ଯେମିତି ଆମେ ଭାବୁଛେ କଣ ଜିନିଷଟା ଗୋଟେ ମିରାକିଲ ହେଇଯାଉଛି, କିନ୍ତୁ କିଛି ତାଙ୍କ ଜାଗାରେ ମିରାକିଲ ନୁହଁ। କାରଣ ପୁରୁଷୋତ୍ତମ ଆସନ୍ତି ଯେବେ ଯାଦୁ ଭାଙ୍ଗିବା ତାଙ୍କରି କାମ, ଯାଦୁ ଭାଙ୍ଗି ଦେଖାଇ ଦିଅନ୍ତି ଭର ଦୁନିଆର ସ୍ୱରୂପ ଭାବ। କୋଉଟା କଣ ଜିନିଷ ସେ ଜାଣନ୍ତି, ସେ ସମସ୍ତର ଉର୍ଦ୍ଧ୍ୱରେ ଅଛନ୍ତି। ତେଣୁ ଆମେ ସେଥିପାଇଁ ଘାବରେଇବାର ନାହିଁ। ମତେ ମୋ ପାର୍ଟଟା କରିଯିବାର ଅଛି, ମତେ ଯେତିକି ଦେଇଛନ୍ତି, ମତେ ମୋ ପାର୍ଟଟା ଯଦି ମୁଁ ଠିକ ଭାବରେ କରିଦିଏ, ତାହେଲେ ସଂସାର ସୁନ୍ଦର ହେଇପାରିବ। ସେଥିପାଇଁ ଶ୍ରୀ ଠାକୁର କହିଲେ, ପ୍ରଥମେ ବ୍ୟକ୍ତି ଜୀବନ, ତାପରେ ଦାମ୍ପତ୍ୟ ଜୀବନ, ତାପରେ ପାରିବାରିକ ଜୀବନ, ତାପରେ ରାଷ୍ଟ୍ର ଜୀବନ, ତାପରେ ସମାଜ ଜୀବନ। ମତେ ରାଷ୍ଟ୍ର ସମାଜ ଉଦ୍ଧାର କରିବା ପାଇଁ କହିନାହାନ୍ତି, ମତେ କହିଛନ୍ତି ମୋ ବ୍ୟକ୍ତି ଜୀବନ ସୁଧାରିବା ପାଇଁ। ଯଦି ମୋ ବ୍ୟକ୍ତିଗତ ଜୀବନ ଠିକ ନ ହୁଏ, ମୋ ଦାମ୍ପତ୍ୟ ଜୀବନ ଠିକ ହେବାର ଚାନ୍ସ ନାହିଁ। ପୁରୁଷ ଚାଲିବ ଇଷ୍ଟଙ୍କ ପଛରେ ପଡ଼ା ପଡ଼ୋଶୀଙ୍କୁ ସାଥିରେ ନେଇ, ସ୍ତ୍ରୀ ଚାଲିବ ପୁରୁଷ ପଛରେ ସର୍ବାଗ୍ରେ ତାର ସତୀତ୍ୱ ବହି। ଏକଥା ଯେଉଁଠି ନାହିଁ, ସ୍ୱର୍ଗପୁରରୁ କଣ ଲକ୍ଷ୍ମୀ ଆସିବେ ଆଶିଷ ଢାଳିବା ପାଇଁ? ସହ ସୁନ୍ଦର ଭାବରେ, ସହଜ ଭାବରେ, କାରଣ ସେ ଚାହିଁଛନ୍ତି ଗୋଟେ ସୁନ୍ଦର ଫ୍ୟାମିଲି ଲାଇଫ। କାରଣ ସେଇଠାରୁ ହିଁ ବାହାରେ ଯେତେବେଳେ ସୁଭାଷ ଚନ୍ଦ୍ର ବୋଷ, ଯାହାଙ୍କୁ ଆମେ ଭାବୁଛେ ସ୍ୱାଧୀନତା ସଂଗ୍ରାମର ଜଣେ ବହୁତ ବଡ ବିପ୍ଳବୀ, ଯେତେବେଳେ ଯାଇକି ଠାକୁରଙ୍କ ପାଖରେ ପ୍ରଣାମ କରୁଛନ୍ତି, ପଚାରୁଛନ୍ତି ଯେ ଆମେ ଦେଶ ସ୍ୱାଧୀନ ପାଇଁ କରୁଛୁ, ଆପଣ କଣ ଦିଅନ୍ତି ମନ୍ତ? ଠାକୁର କହୁଛନ୍ତି, ଲେଟ୍ ଇଟ୍ ବି ଡିଲେଟେଡ୍ ଫର ଆନାଦର 15 years, ଆଉ 15 ବର୍ଷ ଦୂର କରିଦିଅ, କିନ୍ତୁ ଫାଷ୍ଟ ମେକ୍ ମ୍ୟାରେଜ ରିଫର୍ମେସନ। ପ୍ରଥମେ ମ୍ୟାରେଜ ରିଫର୍ମେସନ କର, କାରଣ ଭଲ ସନ୍ତାନ ଆସିଲେ এই ସ୍ୱାଧୀନତାକୁ ଧରି ରଖିପାରିବେ, ନହେଲେ ସ୍ୱାଧୀନତାକୁ ବି ଚୋର ଖଣ୍ଟ ମାନେ ଧରି ରଖିବେ ଲାଷ୍ଟକୁ। ସୁଭାଷ ଚନ୍ଦ୍ର ବୋଷ ବୁଝୁଛନ୍ତି, କିନ୍ତୁ କହୁଛନ୍ତି ଆମେ ବାନ୍ଧି ସାରିଲୁଣି, ଆଉ ସମୟ ନାହିଁ। କିନ୍ତୁ ଆପଣ ଏଇ କଥା ତ ମୋ ମୁଣ୍ଡରେ କେବେ ଜୁଟୁ ନଥିଲା। ମୁଁ ଭଲ ମଣିଷ କହୁଥିଲି, କିନ୍ତୁ ଭଲ ମଣିଷ ଯଦି ତିଆରି ହବ ସେଟା ମୁଁ କେବେ ଭାବି ନାହିଁ।
जोटार परिकल्पना श्री श्री ठाकुर କରିଛନ୍ତି